ভাই তোমাকে অনুরোধ করছি তুমি যে নাটক সৃষ্টি করেছ সে নাটকের পরিসমাপ্তি করো চণ্ডাশোকর ধর্মাশোক পালটি যাও দেখিব সুন্দর কেতে সৃষ্টি আমারে দুঃখ କରିବାକୁ ଚାହୁଁଛ କହିବାକୁ ଚାହୁଁନି ଭାଇ ଦରମଲ ଆସୁଛି ମରନୁ ଆକାଶ ଏ ଘର ଚାକର ହେଲେ ବି ପୁଅ ପରି ରକ୍ତ ମାଂସ ଖାଇ ଜଣେ ମଣିଷ ଆସ ଭାଇ ସମସ୍ତ ଭେଦଭାବ ଭୁଲି ଆମେ ଏକ ହେଇଯିବା ଏ ଘର ପ୍ରାଚୁର୍ଯ୍ୟ କରିବ ହିଂସା ଦୋଷ ଦୂରେଇ ଯିବ ଆସ ଭାଇ ଆସ ଆମ ପଛ ମୋର ସେଇ ଟଙ୍କା ଦରକାର ଟଙ୍କା ଟଙ୍କା ଦେଇପାରିବନି ତାଛଡ଼ା ମୋ ମନ କହୁଛି ଆକାଶ ଏ ଟଙ୍କା ଏକ ଭଲ କାମରେ ଲଗାଇଛି ତାଛଡ଼ା ପିଲାଟି ଦିନରୁ ଆକାଶକୁ ଜାଣିଛି ଆଉ ବୁଝିଛି ସେ ଏ ଟଙ୍କା ହଜାଇ ନାହିଁ କିନ୍ତୁ ତୁମ ଘରେ ଟଙ୍କା ହଜି ଯାଉଛି ବୋଲି କହିଛି ତାମାନେ ଏ ଚାକରଟାରେ ତୋର ଏତେ ବିଶ୍ୱାସ ବିଶ୍ୱାସ ଅଛି ଚାକର ହେଲେ ବି ତା ପାଖରେ ମାନବିକତା ଅଛି ମଣିଷ ପଡ଼ିଆ ଅଛି ତାମାନେ ମୁଁ ମିଛ କହୁଛି ମିଛ ନୁହେଁ ତମେ ଜଣେ ଅମଣିଷ ବଦମାସ ତୋର ମୁହଁ ବେଶୀ ବଢିଗଲାଣି ଓ ତତେ ବାବୁ ମୁଁ କିଛି କହିପାରିବିନି ବାବୁ ଆରେ ତୁ କଣ କହିବୁ ତୁ ତ ଏ ମହାଭାରତର ସୃଷ୍ଟିକର୍ତ୍ତା সৃষ্টি করে নান্দে তবে মহাভারত সৃষ্টি করেছ আরে আকাশ বাবু আরে কোন হয়েছে আরে মতো তো পচারুছি না বাবু মতে 500 টঙ্কা ଦେଇଥିଲେ ମାର୍କେଟରୁ କିଛି ସଉଦା ଆଣିବା ପାଇଁ ଆଉ ସେଇ ଟଙ୍କାଟା ବାଟରେ କୋଉଠି ଅଛି ଗଲା ଆଉ ସେଇଥିପାଇଁ ବାବୁ ମତେ ମାଡ଼ ମାରେ ଟଙ୍କା ପାଇଁ ତୁ ତାକୁ ଏମିତି ମାରିଛୁ ତାକୁ ମାରିବିନି କଣ ଚାକରଟାକୁ ପୂଜା କରିବି ତୁ ତାକୁ ଏମିତି ନୃଶଂସ ଭାବରେ ମାରିବୁ ମାରନ୍ତୁ ବାବୁ ମାରନ୍ତୁ ଆମେ ପରା ଚାକର ଆମେ ମାନେ ଭୁଲ କଲେ ଆମ ମାନଙ୍କର ଶାସ୍ତି ହଉଛି ମାଡ଼ ଖାଇବା ଆପଣ କାହିଁକି ମୋ ପାଇଁ ଆପଣଙ୍କ ଭାଇ ଜାଣିପାରି ହେଉଛନ୍ତି ବାବୁ ଆରେ ତୋର ବହୁତ ବଡ ସାହସ ତୁ ଏତେ ବଡ କଥା କହିପାରୁଛୁ ଶୁଣ କେବେ ଯଦି ଆଉ ଏମିତି କାମ ତୁ କରିବଛୁ ଆଉ ଏମିତି ଭୁଲ ବି କରୁ ତାହେଲେ ତତେ ମୁଁ ଏ ଘରୁ ବିଦାୟ କରିଦେବେ আরে শোন আরে সেইটা হচ্ছে তার গোটাଏ দুর্ভাগ্য আরে ସେଥିପାଇଁ ଦାୟୀ ହଉଛି ତୋ ମା ଆରେ ନିଜର ସନ୍ତାନଟିଏ ନ ହବାରୁ ସେ ନିଜକୁ ଧିକ୍କାର କରୁଥିଲା ଏମିତିକି ଆତ୍ମହତ୍ୟା ପାଇଁ ବି ପ୍ରସ୍ତୁତ ଥିଲା ଠିକ ସେଇ ସମୟରେ এই আকাশକୁ ରାସ୍ତା କଡ଼ରୁ ଆଣି ମୁଁ ତ ମା ହାତକୁ ଟେକି ଦେଇଥିଲି କିନ୍ତୁ କିଛି ଦିନ ପରେ ତମ ମାନଙ୍କର ଜନ୍ମ ଆଉ ତୋ ମା ଆକାଶରୁ ସ୍ନେହ ଆଦର ଛଡ଼େଇ ନେଇ ତମ ମାନଙ୍କୁ ସେ ନିଜର କଲା ଆଉ ଏଇ ଆକାଶଟାକୁ ସଜେଇ ଦେଲା ଏ ଘରର ଚାକର ବାବୁ ମୋ ମା ଯାହା କରିଛି ଠିକ କରିଛି ଚାକର ମାନଙ୍କର ସ୍ଥାନ ଘରର ଚାକର ହବା ପାଇଁ ମୁଁ ଏବେ ଆସୁଛି